ଈଶ୍ୱର କିଏ? ତାଙ୍କ ନାଁ, ସ୍ୱରୂପ, ଅର୍ଥ କ'ଣ? ଈଶ୍ୱରଙ୍କ ପୂଜାବିଧି କ'ଣ? ପ୍ରାର୍ଥନା କ'ଣ? ଈଶ୍ୱର କ'ଣ ବିସ୍ମୟ? ସେ କ'ଣ ଚମତ୍କାରିତା ଜାଣନ୍ତି? ଈଶ୍ୱରଙ୍କର ଅବତାର ଅଛି କି? ଈଶ୍ୱରଙ୍କ ବାସସ୍ଥାନ କେଉଁଠି? ତାଙ୍କର ସ୍ୱର ଅଛି? ଈଶ୍ୱରଙ୍କୁ ନେଇ ଏପରି ଅନେକ ସାଧାରଣ ପ୍ରଶ୍ନର ଉତ୍ତର ଗାନ୍ଧୀ ଖୁବ୍ ସରଳ ଭାବେ ବୁଝେଇଛନ୍ତି। ଗାନ୍ଧୀଙ୍କର ଏଥିନେଇ ନିଜର ଏକ ବହି ଅଛି, ତା ନାଁ ମାଇ ଗଡ୍। ଈଶ୍ୱରଙ୍କ ସଂଜ୍ଞା ନିରୂପଣ କଲାବେଳେ ଗାନ୍ଧୀ କହନ୍ତି, ଈଶ୍ୱର ହେଉଛନ୍ତି ଜୀବସତ୍ତାର ଏକ ଜୀବନ୍ତ ଆଇନ। ଅନ୍ୟ କଥାରେ କହିଲେ ସୃଷ୍ଟିର ସମସ୍ତ ସୃଷ୍ଟି ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାର କର୍ତ୍ତା ଏକାଠି ମିଶିଗଲେ ଯେଉଁ ସତ୍ୟ ଆସେ ସେ ହେଉଛନ୍ତି ଈଶ୍ୱର। ଈଶ୍ୱରଙ୍କୁ ଏକ ସର୍ବମୟ ଏବଂ ଏକମାତ୍ର କର୍ତ୍ତା ଭାବେ ବର୍ଣ୍ଣନା କଲାବେଳେ ଗାନ୍ଧୀ ଏକଥା ବି କହନ୍ତି, ଈଶ୍ୱରଙ୍କୁ କିଏ ସୃଷ୍ଟି କରିପାରେ ନା। ମଣିଷ ଡ୍ୟାମ୍ ତିଆରି କରିପାରେ, ନଦୀ ନୁହେଁ। ଚୌକି ତିଆରି କରିପାରେ, କାଠ ନୁହେଁ। ମଣିଷ ନିଜ ଭିତରେ ଈଶ୍ୱରଙ୍କୁ ନେଇ ଅନେକ ସ୍ୱରୂପ ତିଆରି କରିପାରେ, କିନ୍ତୁ ସତ କଥା ହେଲା ଈଶ୍ୱର ମଣିଷଙ୍କୁ ତିଆରି କରିଛନ୍ତି, ସେଇ ହିଁ ସତ୍ୟ। ଈଶ୍ୱର କିନ୍ତୁ ବ୍ୟକ୍ତି ନୁହନ୍ତି, କୌଣସି ନିର୍ଦ୍ଦିଷ୍ଟ ସ୍ୱରୂପ ନୁହନ୍ତି। ଈଶ୍ୱର କ'ଣ ନିଷ୍ଠୁର ହୋଇପାରନ୍ତି? ନିର୍ଦ୍ଦୟ ହୋଇପାରନ୍ତି? ତାଙ୍କ ଭିତରେ କ୍ରୂରତା ଥାଏ କି? ଏ ପ୍ରଶ୍ନର ଉତ୍ତରରେ ଗାନ୍ଧୀ ଆବେଗିକ ଲାଗନ୍ତି। ଈଶ୍ୱର ଏକ ସର୍ବୋତ୍କୃଷ୍ଟ ଆଦର୍ଶ, ନିଜେ ନିଜ ପାଇଁ ବି ଏକ ନିୟମ। ସମସ୍ତ ସମଗ୍ରତାକୁ ହିଁ ଈଶ୍ୱର କୁହାଯାଏ। ଈଶ୍ୱରଙ୍କ ଭିତରେ କେବେ କିଛି କୁଗୁଣ ନଥାଏ। ସମସ୍ତ ସୁଗୁଣର ନାଁ ଈଶ୍ୱର। ଗାନ୍ଧୀଙ୍କ ପାଇଁ ଈଶ୍ୱର ଏକ ସର୍ବଶକ୍ତିମାନ ସତ୍ତା, ସତ୍ ଚିନ୍ତା, ସତ୍ ଆନନ୍ଦ। କିନ୍ତୁ ଈଶ୍ୱର ଏକ ବିସ୍ମୟ କି? ପ୍ରଶ୍ନର ଉତ୍ତର ଦେଲାବେଳେ ଗାନ୍ଧୀଜୀ କେମିତି ଦ୍ୱନ୍ଦ୍ୱରେ ଟିକିଏ ପଡ଼ିଯାଆନ୍ତି। ମୁଁ ବିସ୍ମୟରେ ବିଶ୍ୱାସ କରେନି ବି। କୌଣସି ବିସ୍ମୟ, କୌଣସି ଚମତ୍କାରିତା ଈଶ୍ୱର କେବେ କରନ୍ତି ନାହିଁ। କିନ୍ତୁ ଦୈବ ଶକ୍ତି, ଈଶ୍ୱରୀୟ ମନ ବେଳେବେଳେ ହଠାତ୍ ଉଦ୍ଭାସିତ ହୋଇଯାଏ। ଏହା ସେତେବେଳେ ମଣିଷକୁ ବିସ୍ମୟ ବୋଲି ପ୍ରତୀୟମାନ ହୁଏ। ଆମେ କିଏ ଈଶ୍ୱରଙ୍କୁ ଜାଣିନାହୁଁ, ଚିହ୍ନି ବି ନାହୁଁ। ଈଶ୍ୱର ନିଜେ ତାଙ୍କ ନିୟମରେ ଜଣା। ସେ ଏବଂ ତାଙ୍କ ନିୟମ ଏକ। ଈଶ୍ୱର ଏବଂ ତାଙ୍କ ନିୟମ ଅଭିନ୍ନ, କିଏ କାହାଠାରୁ ପୃଥକ୍ ନୁହନ୍ତି। ଈଶ୍ୱରଙ୍କ ନିର୍ଦ୍ଦେଶ ବିନା ଏଠି କିଛି ସଂଗଠିତ ହୁଏନି। ଏପରିକି ଭୂମିକମ୍ପ ବି ହୋଇପାରେ ନା। ଶୈତାନ ବି ତାଙ୍କ ନିର୍ଦ୍ଦେଶ ବିନା ବଞ୍ଚିପାରେ ନାହିଁ। ଈଶ୍ୱର ବିନା ଶୈତାନ ଶକ୍ତିହୀନ। ଭାରତ ପାକିସ୍ତାନ ବିଭାଜନ ବେଳେ କିଛି ଲୋକ ଗାନ୍ଧୀଙ୍କୁ ତାଙ୍କ ପ୍ରାତଃ ଭ୍ରମଣ ବେଳେ ପ୍ରଶ୍ନ କରିଥିଲେ, ବାପୁ, ଆପଣଙ୍କୁ ଅନେକ ମହାତ୍ମା ବୋଲି ଡାକନ୍ତି, ଅନେକ ଆପଣଙ୍କୁ ଈଶ୍ୱରଙ୍କ ଅବତାର ବୋଲି ଭାବନ୍ତି। ଆପଣ ବାପୁ କିଛି ଚମତ୍କାର କରି ଏହି ବିଭାଜନକୁ ବନ୍ଦ କରି ଦେଉନାହାନ୍ତି? ଗାନ୍ଧୀଜୀଙ୍କ ଉତ୍ତର ଥିଲା ବିନମ୍ର ଏବଂ ଶାଣିତ। ମୁଁ ମହାତ୍ମା ନୁହେଁ କିମ୍ବା ଭଗବାନ ବି ନୁହେଁ। ମୁଁ ଜଣେ ସାଧାରଣ ମଣିଷ। ଈଶ୍ୱର ନିଜେ ବି କିଛି ମ୍ୟାଜିକ୍ ଜାଣନ୍ତି ନାହିଁ, କିଛି ବିସ୍ମୟ କରିପାରନ୍ତି ନାହିଁ। ସେ ନିଜେ ମଧ୍ୟ ନିଜ ନିୟମରେ ବନ୍ଧା, ନିଜ ଆଇନ ଭିତରେ ବନ୍ଦୀ। ଈଶ୍ୱରଙ୍କ ଆଇନ ରାଷ୍ଟ୍ର ଆଇନ ଠାରୁ ପୃଥକ୍। ରାଷ୍ଟ୍ର ଆଇନରେ ତ୍ରୁଟି ଥାଏ, ଅଥଚ ଈଶ୍ୱରଙ୍କ ଆଇନରେ କେବେ ତ୍ରୁଟି ନଥାଏ। ବଡ଼ କଥା ହେଲା ଈଶ୍ୱର ତାଙ୍କ ଘୋଷିତ ନିୟମରୁ ନିଜେ ବିଚ୍ୟୁତ ହୋଇଗଲେ ଏ ସଂସାର ଧ୍ୱଂସ ହୋଇଯିବ। ଈଶ୍ୱରୀୟ ବିସ୍ମୟ କଥା କହିଲା ବେଳେ ଗାନ୍ଧୀଜୀ ଐତିହାସିକ ଘଟଣାର ଉଦାହରଣ ରଖନ୍ତି। କହନ୍ତି, ଇତିହାସ ମଧ୍ୟ ଅନେକ ଚମତ୍କାରିତା କଥା କହେ। ଅନେକ ଘଟଣାରେ ମଣିଷଙ୍କ ପାଇଁ ବିସ୍ମୟର ଆଭାସ ଥାଏ। ମଣିଷ ବି ଏହାକୁ ଏକ ଚମତ୍କାର ବୋଲି ଭାବେ। ଏ ସମ୍ପର୍କରେ ଦକ୍ଷିଣ ଆଫ୍ରିକାର ବୋର ଯୁଦ୍ଧର ଅବତାରଣା କରନ୍ତି ଗାନ୍ଧୀ। ଟ୍ରାନ୍ସବାହାଲ ଦକ୍ଷିଣ ଆଫ୍ରିକାର ଏକ ରାଜ୍ୟ। ଏଠି ବୋର ମାନେ ଶାସନ କରୁଥିଲେ। ବୋର ଦକ୍ଷିଣ ଆଫ୍ରିକାର ଏକ ମୂଳ ଅଧିବାସୀ ଗୋଷ୍ଠୀ। ବୋର ଏବଂ ଇଂରେଜଙ୍କ ଭିତରେ ଯୁଦ୍ଧ ହେଲା 1899ରୁ 1900ରେ। ଇଂରେଜମାନେ ବୋର ଯୁଦ୍ଧ ଜିତିଲେ। ମାସ ମାସର ଅର୍ଥନୈତିକ ଅବରୋଧ ହଟିଲା। ବୋର ଯୁଦ୍ଧ ସମାପ୍ତି ଦିନକୁ ମାଫେ କିଙ୍ଗ ଡେ ବୋଲି ଇଂଲଣ୍ଡରେ ଅନେକ ବର୍ଷ ଧରି ପାଳିତ ହେଲା। ଲୋକେ ଉନ୍ମାଦ ହୋଇ ଏହାକୁ ଉପଭୋଗ କରୁଥିଲେ। ବୋର ଯୁଦ୍ଧ ଜିତିବା ଯେ ଏକ ଚମତ୍କାରିତା ଥିଲା ଇଂରେଜମାନଙ୍କର ଏହା ବିଶ୍ୱାସ। କିନ୍ତୁ ହେନେରୀ କ୍ୟାମ୍ବେଲ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେବା ପରେ ମାଫେ କିଙ୍ଗ ଡେର ସମସ୍ତ ଉନ୍ମାଦ ଶେଷ ହୋଇଗଲା। ବୋର ଯୁଦ୍ଧ ଯେ ଏକ ବିସ୍ମୟ ନଥିଲା, ଏହା ଥିଲା କ୍ୟାମ୍ବେଲଙ୍କ ନିର୍ଦ୍ଦେଶ। ନିଷ୍ଠା ଏବଂ ଅଧ୍ୟବସାୟରେ ହାସଲ ହୋଇଥିବା କୌଣସି ଉପଲବ୍ଧି ବିସ୍ମୟ ନୁହେଁ। ଗାନ୍ଧୀଜୀ ଦ୍ୱିତୀୟ ଉଦାହରଣ ଦିଅନ୍ତି ୱିନଷ୍ଟନ୍ ଚର୍ଚ୍ଚିଲଙ୍କର। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ନିର୍ବାଚନରେ ଚର୍ଚ୍ଚିଲଙ୍କର ପରାଜୟ ହୋଇଥିଲା। ପୃଥିବୀର ଅନେକଙ୍କ ପାଇଁ ଥିଲା ଏହା ବିସ୍ମୟ। ବିଶ୍ୱଯୁଦ୍ଧ ଜିତିବା ପରେ ଚର୍ଚ୍ଚିଲଙ୍କୁ ନେଇ ଯେଉଁ ଉନ୍ମାଦ ଥିଲା ତାହା ହଠାତ୍ ଶେଷ ହୋଇଗଲା। ଗାନ୍ଧୀଜୀ ସ୍ପଷ୍ଟ କରନ୍ତି, ମୋ ପାଇଁ ଏକ ବିସ୍ମୟ ହୋଇଗଲା। ଯେଉଁ ଚର୍ଚ୍ଚିଲଙ୍କର ଭାଷଣ ପ୍ରତିଭା ଲୋକଙ୍କ ପାଇଁ ଏକ ଚମତ୍କାର ବୋଲି ଲାଗୁଥିଲା, ସେହି ଚମତ୍କାରିତା ହଠାତ୍ ନିଷ୍ପ୍ରଭ ହୋଇଗଲା। ଏହା ମୋତେ ଶିଖାଏ, ଯେତେବେଳେ ସବୁ ଶକ୍ତି ନଷ୍ଟ ହୋଇଯାଏ ସେତେବେଳେ ଗୋଟିଏ ଶକ୍ତି ହିଁ ଅଭଙ୍ଗା ଥାଏ। ସେହି ହିଁ ଈଶ୍ୱର, ସେହି ହିଁ ପ୍ରକୃତି।
ଈଶ୍ୱରଙ୍କର ଅବତାର ଅଛି କି? ଏମିତି ପ୍ରଶ୍ନର ଉତ୍ତରରେ ଗାନ୍ଧୀଙ୍କ ମତ କିପରି ଦ୍ୱନ୍ଦ୍ୱାତ୍ମକ ଲାଗେ। ଏପରିକି ଈଶ୍ୱରଙ୍କ ଅବଧାରଣାକୁ ସେ ପ୍ରତ୍ୟାଖ୍ୟାନ କରିନାହାନ୍ତି। ପ୍ରତ୍ୟେକ ଜୀବ ବାସ୍ତବରେ ଈଶ୍ୱରଙ୍କ ସୃଷ୍ଟି, ଈଶ୍ୱରଙ୍କ ରୂପର ରୂପାନ୍ତର, କିନ୍ତୁ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ଅବତାର ବୋଲି ବିବେଚନା କରିବା ସମୀଚୀନ ନୁହେଁ। ଅବତାର ହେଉଛି ଏକ ଉଚ୍ଚ ଆଧ୍ୟାତ୍ମିକ ମଣିଷର ଆବିଷ୍କାର। ସୁତରାଂ ପ୍ରାଚୀନ କାଳରେ ଏଠି ବଞ୍ଚିଥିବା କିଛି ପ୍ରଫେଟ ବା ପୁରୁଷଙ୍କ ଉପରେ ଅବତାର ବୋଲି ବିଶ୍ୱାସ ରଖିବା ଅନ୍ଧବିଶ୍ୱାସ ନୁହେଁ। ମାନବ ସମାଜ ପାଇଁ ଏକ ଅସାଧାରଣ ସେବା ଦେଇଥିବା ମହାପୁରୁଷଙ୍କୁ ହିନ୍ଦୁ ଧର୍ମରେ ଅବତାରୀ ଭାବେ ଚିତ୍ରଣ କରାଯାଇଥାଏ। ଏଥିରେ କିଛି ଅସ୍ୱାଭାବିକତା ନାହିଁ। ଏଥିରେ ଈଶ୍ୱରଙ୍କର ମହାନତାରେ କିଛି ହ୍ରାସ ହୋଇଯାଏ ନାହିଁ। ମହାଭାରତରେ ଶ୍ରୀକୃଷ୍ଣଙ୍କୁ ସେଥିପାଇଁ ଶ୍ରେଷ୍ଠ ଅବତାର ଭାବେ ଗ୍ରହଣ କରାଯାଇଛି। ଅବଶ୍ୟ ଆଧୁନିକ ଯୁଗରେ ମହାଭାରତର କୃଷ୍ଣଙ୍କୁ ଯେପରି ବର୍ଣ୍ଣନା କରାଯାଏ, ମୁଁ ସେଥିରେ ଏକମତ ନୁହେଁ। ମୋ କଳ୍ପନାର କୃଷ୍ଣ ଏକ କଳଙ୍କ ଶୂନ୍ୟ ପୁରୁଷ, ସମ୍ପୂର୍ଣ୍ଣ ମଣିଷ, ଯିଏ ଗୀତା ବାଣୀ କହିଥିଲେ, ଯିଏ କୋଟି କୋଟି ବିଷାଦଗ୍ରସ୍ତ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ। ରାମ ଏବଂ କୃଷ୍ଣଙ୍କୁ ଆମେ ଅବତାର ବୋଲି କହୁ, କାରଣ ଏମାନଙ୍କ ଭିତରେ ଆମେ ଦୈବୀ ଶକ୍ତିର ଉପସ୍ଥିତିକୁ ଅନୁଭବ କରୁ। ଏ ବିଶ୍ୱାସ କାଳ କାଳ ଧରି ଅଛି। ଆଲ୍ଲାହ ଓ ଈଶ୍ୱର ଏକ ଶକ୍ତି। ସେ ହିଁ ଜୀବନର ମୂଳ ଦଣ୍ଡ। ସେ ପବିତ୍ର ଏବଂ କଳଙ୍କହୀନ ଏକ ଚେତନ ସତ୍ତା। ଗାନ୍ଧୀ ଦର୍ଶନରେ ଈଶ୍ୱରଙ୍କୁ ନେଇ ଆଲୋଚନା କଲାବେଳେ ଈଶ୍ୱରଙ୍କ ନାଁ କ'ଣ ବୋଲି ପ୍ରଶ୍ନ ଆସେ। ଗାନ୍ଧୀଜୀ ସ୍ପଷ୍ଟ କହନ୍ତି, ଈଶ୍ୱରଙ୍କ ହଜାରେ ନାଁ ଅଛି, ଆଉ ଅଧିକ ବି ହେଇପାରେ। ପ୍ରକୃତରେ କିନ୍ତୁ ଈଶ୍ୱରଙ୍କ ନାଁ କିଛି ନାହିଁ। ସେ ନାମବିହୀନ ଏକ ସତ୍ତା। ଯେଉଁ ନାଁ ଆମକୁ ଭଲ ଲାଗେ ସେହି ନାମରେ ଆମେ ତାଙ୍କୁ ପୂଜା କରୁ, ସମ୍ବୋଧନ କରୁ। ସେ ନାମ ରାମ ହୋଇପାରେ, ରହିମ ବି ହେଇପାରେ, ଗଡ୍ ବି ହେଇପାରେ। ପ୍ରତ୍ୟେକ ମଣିଷ ତାଙ୍କ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟକୁ ଆଧାର କରି ଈଶ୍ୱରଙ୍କ ନାମକରଣ କରିଥାନ୍ତି ଏବଂ ଏହାକୁ ବି ଆଧାର କରି ପୂଜା ପ୍ରାର୍ଥନା କରନ୍ତି। ମୋ ମତରେ ରାମ, ରହିମ, କୃଷ୍ଣ ଏସବୁ ଈଶ୍ୱରଙ୍କର ଅନେକ ନାମ ଭିତରୁ ଗୋଟିଏ ଗୋଟିଏ ନାଁ। ଜଣେ ନିଜ ନିଜ ଗୁଣରେ ଶକ୍ତିମାନ। ସେ ଜୈନ ଧର୍ମରେ କଳ୍ପନା କରି ଅସୃଜନଶୀଳ ଏବଂ ରାମାନୁଜଙ୍କ କଳ୍ପନାରେ ସୃଜନଶୀଳ ହୋଇପାରନ୍ତି। ତେବେ ଈଶ୍ୱରଙ୍କ ବାସସ୍ଥାନ କେଉଁଠି? ଗାନ୍ଧୀ ଉତ୍ତର ଦିଅନ୍ତି, ପ୍ରତି ଧର୍ମରେ ଈଶ୍ୱରଙ୍କ ରହିବା ସ୍ଥାନ ରହିଛି। ଏହାକୁ ମନ୍ଦିର, ମସଜିଦ୍, ଚର୍ଚ୍ଚ କୁହାଯାଏ। ଯୀଶୁଖ୍ରୀଷ୍ଟଙ୍କ ପରି ଅନେକ ସଂସ୍କାରକ ମନ୍ଦିର ଚର୍ଚ୍ଚର ଆବଶ୍ୟକତାକୁ ମନା କରିନାହାନ୍ତି। ମନ୍ଦିର ଚର୍ଚ୍ଚରେ ଯେଉଁ ଦୁର୍ନୀତି ଅଛି ତା ବିରୁଦ୍ଧରେ କେବଳ କହିଛନ୍ତି। କେତେକ ସଂସ୍କାରକ ମଧ୍ୟ ମନ୍ଦିର ଭିତରେ ବସି ଧର୍ମ ପ୍ରଚାର କରିଛନ୍ତି। ମୁଁ ଅନେକ ବର୍ଷ ଧରି ମନ୍ଦିର ଯାଉନାହିଁ, କିନ୍ତୁ ମନ୍ଦିର ଯାଉନାହିଁ ବୋଲି ଯେ ମୁଁ ପୂର୍ବାପେକ୍ଷା ଜଣେ ଉତ୍ତମ ମଣିଷ ହୋଇଛି, ଏହାର ଅର୍ଥ ବି ଏହା ନୁହେଁ। ମୋ ମା ପ୍ରତିଦିନ ମନ୍ଦିର ଯାଉଥିଲେ। ମୋ ଅପେକ୍ଷା ତାଙ୍କର ମନ୍ଦିର ଉପରେ ବିଶ୍ୱାସ ବେଶୀ ଥିଲା। ପୃଥିବୀର କୋଟି କୋଟି ଲୋକ ମନ୍ଦିର, ମସଜିଦ୍, ଚର୍ଚ୍ଚ ଯାଆନ୍ତି। ସେମାନେ ସମସ୍ତେ ଧର୍ମାନ୍ଧ ନୁହନ୍ତି କିମ୍ବା ଅନ୍ଧବିଶ୍ୱାସୀ ନୁହନ୍ତି। ଅନ୍ଧବିଶ୍ୱାସ, ଧର୍ମାନ୍ଧତା ମନ୍ଦିର, ମସଜିଦ୍, ଚର୍ଚ୍ଚରେ ନଥାଏ, ତାହା ମନ ଭିତରେ ଥାଏ। ମନ୍ଦିରକୁ ପ୍ରତ୍ୟାଖ୍ୟାନ କରିବା ଅର୍ଥ ଈଶ୍ୱର ଏବଂ ଧର୍ମର ଆବଶ୍ୟକତାକୁ ପ୍ରତ୍ୟାଖ୍ୟାନ କରିଦେବା ସହ ସମାନ। ଗାନ୍ଧୀଙ୍କ ମତରେ ପୂଜା ପାଇଁ ସାଧାରଣ ସ୍ଥାନଟିଏ ରହିବା ଦରକାର। ଏହା ଏକ ସାମାଜିକ ଆବଶ୍ୟକତା। ଏହା ଯେକୌଣସି ରୂପରେ ବି ହୋଇପାରେ। ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, ମସଜିଦ୍ ଏହା ସାଧାରଣ ପୂଜାସ୍ଥଳୀର ଗୋଟିଏ ଗୋଟିଏ ଆକାର। ସମାଜ ପାଇଁ ସାମୂହିକ ପ୍ରାର୍ଥନା ବି ଅତ୍ୟାବଶ୍ୟକ। ଈଶ୍ୱରଙ୍କର ପ୍ରକୃତ ଭକ୍ତ କିଏ? ଅନେକ ସମୟରେ ଭକ୍ତ ଈଶ୍ୱରଙ୍କୁ ନେଇ ଏପରି ପ୍ରଶ୍ନ ଆସେ। ଗାନ୍ଧୀଙ୍କୁ ଏ ପ୍ରଶ୍ନ ପଚରାଯାଇଛି। ମାଇ ଗଡ୍ ପୁସ୍ତକରେ ଭକ୍ତର ସଂଜ୍ଞା ଦେଇଛନ୍ତି ଗାନ୍ଧୀଜୀ। ଗୀତାରେ ଭଗବାନ ଶ୍ରୀକୃଷ୍ଣ ଭକ୍ତ ସମ୍ପର୍କରେ କିଛି ଉଦ୍ଧୃତ କରିଛନ୍ତି। ସାଧାରଣ ଅର୍ଥ ହେଲା, ଈଶ୍ୱରଙ୍କୁ ଯିଏ ବଡ଼ ପାଟିରେ ପ୍ରାର୍ଥନା କରେ ସେ ଭକ୍ତ। କିନ୍ତୁ ସ୍ୱର ଉଚ୍ଚାରଣ କରି ପ୍ରାର୍ଥନା କରିଦେବା ଭକ୍ତି ନୁହେଁ। ଅନେକ ମୂକ, ଖନା ଉଚ୍ଚାରଣ କରିବାରେ ଅସମର୍ଥ, ସେମାନେ ତ ପ୍ରାର୍ଥନା କରନ୍ତି। ପ୍ରାର୍ଥନା ହୃଦୟରେ ହେବା ଦରକାର। ହନୁମାନ ନିଜ ହୃଦୟ ଭିତରେ ଶ୍ରୀରାମଙ୍କୁ ରଖିଥିଲେ। ସେଇଠାରୁ ସେ ଶକ୍ତି ପାଉଥିଲେ। ହିମାଳୟ ଚଢ଼ି ପାରୁଥିଲେ, ସମୁଦ୍ର ଡେଇଁ ପାରୁଥିଲେ। ଗାନ୍ଧୀ କିନ୍ତୁ ସ୍ପଷ୍ଟ କରିଦିଅନ୍ତି, ମୋ ମତରେ ଭକ୍ତି ଯେପରି ଦରିଦ୍ର ନାରାୟଣଙ୍କ ସେବା, ଇଏ ବି ଏକ ଧର୍ମ, ସେବା ଧର୍ମ। ସେବା କିନ୍ତୁ କାୟ ମନୋବାକ୍ୟରେ ହେବା ଦରକାର। ଆତ୍ମା, ମନ, ଦେହ ମାନବ ସେବା ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ। କିନ୍ତୁ ସ୍ପୃଶ୍ୟ ଅସ୍ପୃଶ୍ୟ ଭାବନାରେ ଥିବା ବ୍ୟକ୍ତି ଜଣେ ଅସ୍ପୃଶ୍ୟ ବ୍ୟକ୍ତିର ଦୈହିକ ସେବା କିପରି କରିବ? ପ୍ରକୃତ ଭକ୍ତର ଗୁଣ ନରସିଂହ ମେହେଟା ତାଙ୍କ ଭଜନରେ ଦେଇଥିବା କଥା ଗାନ୍ଧୀ କହନ୍ତି, ବୈଷ୍ଣବ ଜନତ ତେନେ କହିଏ ଯେ ପୀଡ଼ ପରାଇ ଜାଣେରେ। ଅର୍ଥାତ୍ ପରର ପୀଡ଼ା ଯିଏ ବୁଝିପାରେ ସେ ହିଁ ସାଧୁ ପୁରୁଷ, ଭକ୍ତ ବା ବୈଷ୍ଣବ। ଈଶ୍ୱରଙ୍କର କ'ଣ ସ୍ୱର ଅଛି? ତାଙ୍କ ସ୍ୱର କ'ଣ ଶୁଣି ହୁଏ? ଗାନ୍ଧୀ ଉତ୍ତର ଦିଅନ୍ତି, ହଁ, ଶୁଣି ହୁଏ। ମୁଁ ବି ଶୁଣିପାରୁଛି। ଏ ମୋର ଅନ୍ତରାତ୍ମାର ସ୍ୱର, କ୍ଷୁଦ୍ର କିନ୍ତୁ ସ୍ପଷ୍ଟ। ନିରନ୍ତର ଆତ୍ମଶୁଦ୍ଧିକରଣ ପରେ ମୁଁ ଏ ଅନ୍ତରାତ୍ମାର ସ୍ୱର ଶୁଣିପାରିବାର କ୍ଷମତା ପାଇଛି। ପ୍ରମାଣ ମାଗନି, କାରଣ ଈଶ୍ୱରଙ୍କ ଠାରୁ ପ୍ରମାଣ ମାଗିଲେ ଈଶ୍ୱର ଆଉ ଈଶ୍ୱର ହୋଇ ରହନ୍ତି ନାହିଁ।